ବୁଦ୍ଧିମାନ କାଠୁରିଆ। ଗୋଟିଏ ଗାଁରେ ହରି ନାମକ ଜଣେ ଗରିବ କାଠୁରିଆ ରହୁଥିଲା। ସେ ବହୁତ ପରିଶ୍ରମୀ ଏବଂ ସଚ୍ଚୋଟ ଥିଲା। ପ୍ରତିଦିନ ସେ ଜଙ୍ଗଲକୁ ଯାଇ ଶୁଖିଲା କାଠ କାଟି ବଜାରରେ ବିକ୍ରି କରୁଥିଲା ଏବଂ ସେଥିରୁ ଯାହା ମିଳୁଥିଲା ସେଥିରେ ତାର ପରିବାର ଚଳୁଥିଲା। ଘଟଣାଟି କ'ଣ ଥିଲା? ଦିନେ କାଠ କାଟୁ କାଟୁ ହଠାତ୍ ହରିର କୁରାଢ଼ୀଟି ପାଖରେ ଥିବା ଏକ ଗଭୀର ପୋଖରୀ ଭିତରେ ପଡ଼ିଗଲା। ସେହି କୁରାଢ଼ୀଟି ଲୁହାର ଥିଲା ଏବଂ ତାହା ହିଁ ତାର ରୋଜଗାରର ଏକମାତ୍ର ମାଧ୍ୟମ ଥିଲା। କୁରାଢ଼ୀଟି ହରାଇ ହରି ବହୁତ ଦୁଃଖିତ ହୋଇ ପୋଖରୀ କୂଳରେ ବସି କାନ୍ଦିବାକୁ ଲାଗିଲା। ସେହି ସମୟରେ ପୋଖରୀ ଭିତରୁ ଜଣେ ଜଳଦେବତା ପ୍ରକଟ ହେଲେ। ସେ ହରିକୁ ପଚାରିଲେ, ପୁଅ, ତୁ କାହିଁକି କାନ୍ଦୁଛୁ? ହରି କାନ୍ଦି କାନ୍ଦି ସବୁ କଥା କହିଲା। ଜଳଦେବତା ତାକୁ ସାହାଯ୍ୟ କରିବାକୁ ଚାହିଁଲେ। ସେ ପାଣି ଭିତରକୁ ଗଲେ ଏବଂ ଏକ ସୁନା କୁରାଢ଼ୀ ଧରି ବାହାରକୁ ଆସିଲେ। ସେ ପଚାରିଲେ, ଏଇଟା କି ତୋର କୁରାଢ଼ୀ? ହରି କହିଲା, ନା ପ୍ରଭୁ, ଏହା ମୋର ନୁହେଁ। ତାପରେ ଦେବତା ପୁଣି ପାଣିକୁ ଗଲେ ଏବଂ ଏଥର ଏକ ରୂପା କୁରାଢ଼ୀ ନେଇ ଆସିଲେ। ହରି ପୁଣି ମନା କଲା ଏବଂ କହିଲା, ଏହା ମଧ୍ୟ ମୋର ନୁହେଁ। ଶେଷରେ ଦେବତା ହରିର ସେହି ପୁରୁଣା ଲୁହା କୁରାଢ଼ୀଟି ବାହାର କରି ଆଣିଲେ। ତାକୁ ଦେଖି ହରି ଖୁସିରେ ନାଚି ଉଠିଲା ଏବଂ କହିଲା, ହଁ ପ୍ରଭୁ, ଏଇଟା ହିଁ ମୋର କୁରାଢ଼ୀ। ଫଳାଫଳ, ହରିର ଏହି ସଚ୍ଚୋଟତା ଦେଖି ଜଳଦେବତା ବହୁତ ପ୍ରସନ୍ନ ହେଲେ। ସେ ହରିକୁ ତାର ଲୁହା କୁରାଢ଼ୀ ସହିତ ସେହି ସୁନା ଓ ରୂପା କୁରାଢ଼ୀ ଦୁଇଟିକୁ ମଧ୍ୟ ଉପହାର ସ୍ୱରୂପ ଦେଇଦେଲେ। ହରି ଖୁସିରେ ଘରକୁ ଫେରିଲା ଏବଂ ସେବେଠାରୁ ସେ ଆରାମରେ ରହିଲା। ଶିକ୍ଷା: ସଚ୍ଚୋଟତା ହିଁ ସର୍ବୋତ୍କୃଷ୍ଟ ପନ୍ଥା। ଯଦି ଆମେ ସଚ୍ଚୋଟ ରହିବା ତେବେ ଭଗବାନ ଆମକୁ ନିଶ୍ଚୟ ସାହାଯ୍ୟ କରିବେ।